ଏଣିକି ଇନ୍ସୁରାନ୍ସ ନଥିଲେ କଟିବ ଚାଲାଣ। ସବୁ ଗାଡ଼ି ଧରିଦେବ କ୍ୟାମେରା। ଗାଡ଼ି ଚାଳକଙ୍କୁ ଆଉ ତ୍ରାହି ନାହିଁ। ଏଣିକି କଟିବ ଚାଲାଣ। ବୀମା ବା ଇନ୍ସୁରାନ୍ସ ନଥିଲେ କଟିବ ଚାଲାଣ। ରାଜପଥରେ ଲାଗିଥିବା କ୍ୟାମେରା ଜରିଆରେ ସ୍ୱୟଂଚାଳିତ ଭାବେ ବା ଅଟୋମେଟିକ୍ ଚାଲାଣ କଟିଯିବ। ମୋଟର ଯାନରେ ବୀମା ନଥିଲେ ସୌରଶକ୍ତି ପ୍ରଣାଳୀରେ ଧରିବ ଟୋଲଗେଟ୍ ଇ ଡିଟେକ୍ସନ ପ୍ରକ୍ରିୟା। ଜାରି ହେବ ଇ ଚାଲାଣ। ଆସନ୍ତା ଫେବୃଆରୀ 1ରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ 22ଟି ଟୋଲଗେଟ୍ରେ ଏହା କାର୍ଯ୍ୟକାରୀ ହେବ। ମୋଟରଯାନ ଆଇନ ଧାରା 146 ଅନୁଯାୟୀ ପ୍ରତ୍ୟେକ ମୋଟରଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ କଲେ ଧାରା 196 ଅନୁଯାୟୀ 2,000 ଟଙ୍କା ଜରିମାନା କିମ୍ବା 3 ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି 4,000 ଟଙ୍କା କିମ୍ବା 3 ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି। ପରବର୍ତ୍ତୀ ଖବର ଓଡ଼ିଶା ପୋଲିସରେ ନିଯୁକ୍ତି। ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ଘୋଷଣା ଅନଲାଇନରେ ହେବ ଆବେଦନ। ଓଡ଼ିଶା ପୋଲିସ ପକ୍ଷରୁ ଏସ୍ଆଇ ବା ସବ୍ ଇନ୍ସପେକ୍ଟର ପଦବୀ ଖାଲି ଅଛି। ଏଥିରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଏସ୍ଆଇ ସମକକ୍ଷ ପଦବୀ ସିପିଏସ୍ଇ 2024 ପାଇଁ ମଧ୍ୟ ନିଯୁକ୍ତି ଘୋଷଣା କରାଯାଇଛି। ପ୍ରସ୍ତୁତ ବିଜ୍ଞାପନ ପାଇଁ 18/1/2025ରୁ ଓଡ଼ିଶାପୋଲିସ.gov.in ପରିଦର୍ଶନ କରନ୍ତୁ।